ରୋମାଣ୍ଟିକ ମାନେ କଣ ଭାବୁଛ ଟିକେ କହିଲ? ରୋମାଣ୍ଟିସିଜିମ ଆସିଲାଣି, ରୋମାଣ୍ଟିକ ମାନେ କଣ ନିହାତି ଜାଣିଥିବ ତମମାନେ। ଧନ ସାଙ୍ଗରେ ଯିଏ କଥା ହଉଥିବ ବିଶ୍ୱାସ କର ରୋମାଣ୍ଟିକ ମାନେ କଣ ସିଏ ହିଁ ଠିକ କହିପାରିବ। ତାମାନେ ଭାବିବନି ଯେ ଯୋଉମାନେ ମ୍ୟାରେଜ ଅଛନ୍ତି ସେମାନେ ନା, ଯୋଉମାନେ ବିବାହ କରିସାରିଛନ୍ତି ତାଙ୍କୁ ଛାଡି ଦିଅ, ସେମାନେ କିଛି କହିବେନି ତ। ଯୋଉମାନେ ବିବାହ କରିନ ଏବେ ଅଛ, ଧନ ସହିତ ଖାଲି କଥା ହଉଛ, କ୍ଲାସ ଟିକେ ଆସୁଛ ପୁଣି ଧନ କତିକି ପଳେଇ ଯାଉଛ କଥା ହେଇତେ, ସେଇମାନେ କହିପାରିବ ପ୍ରକୃତରେ ରୋମାଣ୍ଟିକ କଣ। ରୋମାଣ୍ଟିକ ମାନେ କଣ? ରୋମାଣ୍ଟିକ ମାନେ କଣ କୁହ? ରୋମାଣ୍ଟିକ ମାନେ କଣ ରେ? ଧନ ତୁମେ ଖାଇଛ? ଧନ ବାପା ପାଖରେ ଅଛନ୍ତି କି? ଏଇ ଯୋଉ ସବୁ କଥା ହୁଅ ଧନ ସାଙ୍ଗରେ, ନୁହେଁ କି? ଏଇଟା ହଉଛି ରୋମାଣ୍ଟିକ କଥା। ତାହେଲେ କଣ ଓଡିଆ ସାହିତ୍ୟରେ ରୋମାଣ୍ଟିକ ସିଜିମ କଣ ଏଇଟା କି? କହିଲ ଦେଖିବା, ଏଇଟା ନା? କହୁନ, ତମକୁ ଭାରି ଲାଜ ଲାଗୁଛି, ତମେ ଯେମିତି ମାନେ ଟୋଟାଲି ରୋମାଣ୍ଟିକ କଥା କାହା ସହିତ ହୁଅନି, ବୁଝିଲ ନା? ଓଡିଆ ସାହିତ୍ୟ ଜଗତରେ ରିଙ୍କୁ ପ୍ରେମପୂର୍ଣ୍ଣ ଅଭିବ୍ୟକ୍ତିକୁ ରୋମାଣ୍ଟିକ କୁହାଯାଏ। ଭାବର ଆଦାନ ଓହୋ ଆଚ୍ଛା ଆଚ୍ଛା, ଏବେ ସବୁ ଆସିଲା କଥା। ଠିକ ଅଛି, ତାହେଲେ ଭାବର ଆଦାନ ପ୍ରଦାନ ପ୍ରେମ, ତାହେଲେ ଏଇଟା ହଉଛି ରୋମାଣ୍ଟିକ ସିଜିମ, ନୁହେଁ କି? ଯେମିତି ଆମମାନଙ୍କର ରୋମାଣ୍ଟିକ ସିଜିମ ର କବି କିଏ? ରୋମାଣ୍ଟିକ କବି କିଏ? ମାୟାଧର ମାନସିଂହ। ମାୟାଧର ମାନସିଂହ। ଚିନ୍ତା କଲ, ମାନସିଂହ ବଂଶର ସେ ଜଣେ ଦାୟାଦ, ମାନେ ରୋମାଣ୍ଟିକ ସିଜିମ ର କାବ୍ୟ କବିତାର ସୌଧକୁ ସେ ନିର୍ମାଣ କଲେ। ତାହେଲେ ଚିନ୍ତା କଲ କେତେ ସୁନ୍ଦର କାବ୍ୟ କବିତା ତାଙ୍କର ହେଇନଥିବ? କେବଳ ରୋମାଣ୍ଟିକ କୁ ନେଇ ଲେଖିଛନ୍ତି, କେବଳ ତମରି ମାନଙ୍କ ପାଇଁ ସେ ସବୁ ଉଦ୍ଦିଷ୍ଟ। ବିଶ୍ୱାସ କର, କାହିଁକି କହିଲ? ପ୍ରେମ ଜମାନାରେ ତମେ ଟିକେ ଉବୁଡୁବୁ ସମସ୍ତେ ହଉଛ ନା, ସେଇଥିପାଇଁ। ଚାଲ ଯିବା ବିଷୟ ବସ୍ତୁକୁ, ହେଲା? ପ୍ରେମ କଥା ବହୁତ ହେଲା। କହିଲେ ଏହାର ଅନ୍ୟ ନାମ ହଉଛି ସ୍ୱୈରବାଦ। ଫ୍ରାନ୍ସ ଓ ରୋମ ଉଭୟ ରାଷ୍ଟ୍ର ଥିଲା ଯେପରି ସାହିତ୍ୟିକ ଧାରାର ପ୍ରବର୍ତ୍ତନ ଓ ପ୍ରବାହର ଗିରିଯୁଗଳ, ଅର୍ଥାତ୍ ପ୍ରବନ୍ଧ ଠାରୁ ଆରମ୍ଭ କରି ଉପନ୍ୟାସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଫ୍ରାନ୍ସ ଓ ରୋମ ସାହିତ୍ୟ ହିଁ ସଂଜ୍ଞା ନିର୍ଦ୍ଧାରଣ ବା ସ୍ୱରୂପ ବିଶ୍ଳେଷଣରେ ଥିଲେ ଅଗ୍ରଣୀ। ଅନୁରୂପ ଭାବେ ରୋମାଣ୍ଟିକ ଶବ୍ଦର ଉତ୍ପନ୍ନ ମଧ୍ୟ ଘଟିଥିଲା ଫ୍ରାନ୍ସ ଓ ରୋମ ସାହିତ୍ୟରୁ। ଚିନ୍ତା କର, ଫ୍ରାନ୍ସ ଆଉ ରୋମ ସାହିତ୍ୟରୁ ରୋମାଣ୍ଟିକ ଶବ୍ଦର ଅଭିବୃଦ୍ଧି ଘଟିଛି, ଅୟମାରମ୍ଭ ହେଇଛି। କେତେକ ସମାଲୋଚକଙ୍କ ମତରେ ପ୍ରାଚୀନ ଫରାସୀ ସାହିତ୍ୟ ଶବ୍ଦ ରୋମାନ୍ସରୁ ରୋମାଣ୍ଟିକ ଶବ୍ଦଟି ବିପତ୍ତି ଲାଭ କରିଛି। 1797 ମସିହାରେ ଏହି ଶବ୍ଦକୁ ସର୍ବପ୍ରଥମେ ବ୍ୟବହାର କରିଥିଲେ ସ୍କେଲିଗେଲ ତାଙ୍କ ଲିଖିତ 125 ପୃଷ୍ଠା ବ୍ୟାପୀ ଆଲୋଚନାରେ। ଆଉ କେତେକ ଆଲୋଚକ ମାନେ ମତବ୍ୟକ୍ତ କରନ୍ତି ଯେ ଇଂରେଜ ସାହିତ୍ୟିକ ଲୋଗାନ ସ୍ମିଥ ତାଙ୍କ ରଚିତ ଫୋର ରୋମାଣ୍ଟିକ ୱାର୍କସରେ ରୋମାଣ୍ଟିକ ଶବ୍ଦ ବ୍ୟୁତ୍ପତ୍ତିର ବ୍ୟାପକ ବିଶ୍ଳେଷଣ କରିଥିଲେ। ପ୍ରଥମେ ଶ୍ରୀ ସ୍ମିଥଙ୍କ ଅନୁସନ୍ଧାନ ସଫଳ ହୋଇପାରିଥିଲା, କିନ୍ତୁ ଏ ରୋମାଣ୍ଟିକ ନାମଟି ଇଂଲଣ୍ଡରେ ଅତି ଜଣାଶୁଣା ହୋଇଯାଇଥିଲା। ଫ୍ରାନ୍ସ ଓ ରୋମରେ ରୋମାଣ୍ଟିକ ଜିନିଷଟା ଆସିଥିଲା, ପ୍ରବାହମାନ ଧାରା ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଇଂଲଣ୍ଡରେ ଭାରି ମାତ୍ରାରେ ବ୍ୟାପି ଯାଇଥିଲା। ବାସ୍ତବରେ ୟୁରୋପୀୟ ଚିନ୍ତାଧାରାକୁ ରୋମାଣ୍ଟିକ ଚେତନା ଇଂରେଜ ମାନଙ୍କର ଏକ ଉଲ୍ଲେଖନୀୟ ଅବଦାନ କହିଲେ ଅତ୍ୟୁକ୍ତି ହେବନି। ରୋମାଣ୍ଟିକ ଚିନ୍ତା ଚେତନାର ଅୟମାରମ୍ଭ ଇଂରେଜ ମାନଙ୍କ ପାଖରୁ ଆରମ୍ଭ ହେଇଗଲା। ବିଦେଶୀ ଥିଲେ ନା, ବିଦେଶୀଙ୍କ ଭାଷାରୁ ଯାହା ପଳେଇ ଆସିଲା ତାକୁ ରୋମାଣ୍ଟିସିଜିମ ଭାବରେ ଗ୍ରହଣ କରି ନିଆଗଲା। ପ୍ରଥମେ ଏହି ରୋମାଣ୍ଟିକ ଶବ୍ଦଟି ପୁରୁଣା ରୋମାନ୍ସ ସହିତ ରାଜ ପରିବାରର ଗଳ୍ପ, ଦୁଃସାହସ, ପ୍ରେମ, ଉଚ୍ଚସ୍ତରର ଭାବ ପ୍ରବଣତା, ଅସମ୍ଭବ ଘଟଣା, ଅତିରଞ୍ଜନ ଓ ଅବାସ୍ତବତା ସହିତ ସମ୍ପୃକ୍ତ ଥିଲା। ତେଣୁ ଏହା ୱାଇଲ୍ଡ ରୋମାଣ୍ଟିକ ଟେଲ୍ସ ରୂପରେ ବ୍ୟବହୃତ ହେଉଥିଲା। ସାଧାରଣତଃ ଯେଉଁ ଗଳ୍ପ ମିଛ, ମନଗଢା ଓ କଳ୍ପନା ପ୍ରସ୍ତୁତ ତାହା ରୋମାଣ୍ଟିକ ଗଳ୍ପ ରୂପେ ଅଭିହିତ ହେଉଥିଲା। କଳ୍ପନାକୁ ନେଇକି ଯାହା ଲେଖା ହେଲା, ମିଛକୁ ନେଇକି ଯାହା ଲେଖା ହେଲା, ମନଗଢା କାହାଣୀ ଯାହା ଚାଲି ଆସିଲା, ସେଇଟା ହେଲା ରୋମାଣ୍ଟିସିଜିମ। ଚିନ୍ତା କର, ତମେ କିଛିଟା ଜିନିଷ ମନକୁ ନେଇକି ଲେଖିଦବ, ପ୍ରେମର ଆଭାସ ହଉ କିମ୍ବା କିଛି ମିଛ ହଉ କିମ୍ବା କିଛି ମନଗଢା କାହାଣୀ ହଉ, ଯଦି ତା ଭିତରେ ଗୋଟେ ସୁନ୍ଦର ଚେତାବନୀ ଥିବ
ତାହେଲେ ସେଇଟା ହବ କଣ ନା ରୋମାଣ୍ଟିସିଜମ। କିନ୍ତୁ ସପ୍ତଦଶ ଶତାବ୍ଦୀରେ ଇଂରେଜ ସାହିତ୍ୟ କ୍ଷେତ୍ରରେ ଶୃଙ୍ଖଳା ଓ ସତ୍ୟର ମହିମା ପ୍ରଚାର କରିଥିବାରୁ ସ୍ୱାଭାବିକ ଭାବେ ରୋମାଣ୍ଟିକ ଶବ୍ଦଟି ପ୍ରତି କାଳରେ ଅଶ୍ରଦ୍ଧା ପ୍ରକାଶ ପାଇଥିଲା। ଏହାକୁ ଅଦ୍ଭୁତ ଓ ପିଲାଳିଆ ଅର୍ଥରେ ମଧ୍ୟ ବ୍ୟବହାର କରାଗଲା। ଆସ୍ତେ ଆସ୍ତେ ଟିକେ ତାର କମଜୋରି ପଳେଇ ଆସିଲା, ଯୋଉଥିପାଇଁ ତାକୁ ପିଲାଳିଆ ଅର୍ଥରେ ଧରା ହେଇଗଲା। କଣ ନା ରୋମାଣ୍ଟିସିଜମ ମାନେ କଣ ଗୋଟେ ହେଇଥିବ, ପିଲାଳିଆମି ଅର୍ଥରେ ତାକୁ ନେଇଗଲେ। ଆଉ ମୁଣ୍ଡକୁ ଏତେ ଜୋର ଦେଇକି ନେଲେନି ଯେ ହଁ ରୋମାଣ୍ଟିକ ମାନେ କିଛି ଗୋଟେ ନିତ୍ୟାନ୍ତ ମାନେ ଅୟମାରମ୍ଭ ହେଇଛି ଗୋଟେ ସୁନ୍ଦର ତୃପ୍ତି, ଯେମିତି କୁହନ୍ତି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ, ସେମିତି ତାକୁ କେହି ଭାବିଲେନି। ହଁ ରୋମାଣ୍ଟିସିଜମ ଗୋଟେ କଣ ଆସିଛି ଆଉ, ଏମିତିକା ଚିନ୍ତା ଚେତନା ଆସିଗଲା। କିନ୍ତୁ ଏହି ଅପସଂସୂଚକ ମନୋଭାବ ମଧ୍ୟରୁ ପ୍ରଥମେ 1711 ମସିହାରେ ରୋମାଣ୍ଟିକ ସୁନ୍ଦର ଅର୍ଥରେ ପ୍ରୟୋଗ କରାଯାଇଥିଲା। ବୁଝେଇଦେଲେ, କହିଲେ ଏଇ ଯୋଉ ଚିନ୍ତା ଚେତନା ଆସିଥିଲା ଗୋଟେ ବଦଳା ହେଇଗଲା। କେତେରେ ନା 1711 ବଦଳା ହେଇଗଲା ଆଉ ସୁନ୍ଦର ଭାବରେ ନୂଆ କରିକି ଆରମ୍ଭ ହେଲା ରୋମାଣ୍ଟିସିଜମ। ଏଲିଜାବେଥ କାଳରେ ରୋମାଣ୍ଟିକ ଶବ୍ଦଟି ଉଚ୍ଚ କଳ୍ପନା ପ୍ରସୂତ ଅର୍ଥରେ ମଧ୍ୟ ବ୍ୟବହୃତ ହେଲା, କିନ୍ତୁ ଅଷ୍ଟଦଶ ଶତାବ୍ଦୀ ପରେ ଏହା ବ୍ୟାପକ ଅର୍ଥରେ ବ୍ୟବହୃତ ହୋଇ ଏକ ଆନ୍ଦୋଳନର ରୂପ ନେଇଗଲା। କହିଲେ ରୋମାଣ୍ଟିସିଜମ ଆନ୍ଦୋଳନ ଆଡକୁ ପଳାଇଗଲା। ଚିନ୍ତା କର ତାହେଲେ ସେ କେଉଁ ଧାରାରେ ପ୍ରବାହିତ ହଉଥିଲା, କେତେ ମାତ୍ରାରେ ସେ ପ୍ରବାହିତ ହଉଥିଲା। ଯୋଉଠି ଆନ୍ଦୋଳନ ଆଡକୁ କଥା ଗଲାଣି ନିହାତି ତ ଉଚ୍ଚ ମାତ୍ରାରେ ଥିବ ନା ତାର ଚିନ୍ତା ଚେତନା, ନିଚ କେବେ ହେଇନଥିବ। ଇଏ ଗଲା ରୋମାଣ୍ଟିସିଜମ ଉପରେ ସାଧାରଣତଃ ଗୋଟେ ଛୋଟିଆ ଇଣ୍ଟ୍ରୋଡକ୍ସନ। କହିଲେ ଯଦି ଆମେ ରୋମାଣ୍ଟିସିଜମର ସଂଜ୍ଞା ଦେଖିବାକୁ ଯିବା, ତେବେ ରୋସୋଙ୍କ ମତରେ ପ୍ରକୃତି ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ହେଉଛି ରୋମାଣ୍ଟିସିଜମ। କହିଲେ ପ୍ରକୃତି ରାଜ୍ୟକୁ ଫେରିଯିବା। କିଏ କହିଲେ ନା ରୋସୋ କହୁଛନ୍ତି ପ୍ରକୃତି ରାଜ୍ୟକୁ ଯଦି ଆମେ ଫେରିଯିବା ସେଇଟା ହବ ରୋମାଣ୍ଟିସିଜମ। ପେଲପସ କହିଥିଲେ ରୋମାଣ୍ଟିସିଜମ ହେଉଛି ଏକ ଆବେଗପୂର୍ଣ୍ଣ ବିଷର୍ଣ୍ଣତା, ଆବେଗ ଟାଣି ଆଣିବ। କଲେଜ ଯାଉଛ, ଗୋଟେ ଝିଅକୁ ଦେଖିଲ, ତା ପ୍ରତି ପ୍ରେମର ଆଦାନ ପ୍ରଦାନ ହେଲା, ତେଣୁକରି ତାକୁ ତମକୁ ତା ଆଡକୁ ଟାଣି ନେଇଗଲା, ଝୁଙ୍କି ନେଇଯାଉଛି, ତା ବିନା ମୁଁ ରହିପାରିବିନି, ଆବେଗପୂର୍ଣ୍ଣତା ଆସିଲା ଏଠି। ଡଣ୍ଟନଙ୍କ ମତରେ ରୋମାଣ୍ଟିସିଜମ ହେଉଛି ନବଜୀବନର ବିସ୍ମୟ। ନୂଆ ଜୀବନ ଯେତେବେଳେ ଆରମ୍ଭ ହଉଛି ଗୋଟେ ବିସ୍ମୟ ସୃଷ୍ଟି କରିବ, ଚମତ୍କୃତ ଜିନିଷକୁ ଆଣିକି ତିଆରି କରିଦବ ତମମାନଙ୍କ ପାଖରେ। ସେହିପରି ପାଟର କହିଥିଲେ ସୌନ୍ଦର୍ଯ୍ୟ ସହ ବିସ୍ମୟର ମିଶ୍ରଣ ହଉଛି ରୋମାଣ୍ଟିସିଜମ। କହିଲେ ସୌନ୍ଦର୍ଯ୍ୟ ରହିବ, ତା ସହିତ ବିସ୍ମୟ ବି ରହିବ, ଦିଟାଙ୍କ ମିଶ୍ରଣରେ ଆସିବ ରୋମାଣ୍ଟିସିଜମ। ଏବଂ ଗେଟେ କହିଥିଲେ କ୍ଲାସିକ ସାହିତ୍ୟର ସୁସ୍ଥ ଲକ୍ଷଣ, କିନ୍ତୁ ରୋମାଣ୍ଟିକ ଚେତନା ହେଉଛି ରୁଗ୍ଣତାର ଲକ୍ଷଣ। କହିଲେ କ୍ଲାସିକ ସାହିତ୍ୟ ହେଉଛି ସୁସ୍ଥତା, କିନ୍ତୁ ରୋମାଣ୍ଟିସିଜମ ଟିକେ ରୁଗ୍ଣତା। ନିହାତି ମନ ଭିତରେ ଯୋଉଠି ଆବେଗ ଆସିଲାଣି, ମନ ଭିତରେ ଯୋଉଠି ସୁନ୍ଦରତା ଆସିଲାଣି, ମନ ଭିତରେ ଯୋଉଠି ବିଭିନ୍ନ ପ୍ରକାରର ବିସ୍ମୟକର ଘଟଣା ଆସିଲାଣି, ଟିକେ ତ ରୁଗ୍ଣ ଆସିବ, ରୋଗା ତ ଟିକେ ରହିବ ମଣିଷ ସେଠି। ସେହିପରି କେର କହିଥିଲେ ପରୀ କାହାଣୀର ଲିଖନ ଶୈଳୀ ହେଉଛି ରୋମାଣ୍ଟିସିଜମ। କହିଲେ କେର କହିଲେ ପରୀ କାହାଣୀ, ଯୋଉମାନେ କାହାଣୀ ସବୁ ରଚନା କଲେ, ପରୀ ଜାତୀୟ କାହାଣୀକୁ ରଚନା କଲେ, ସେଇଟା ବି ରୋମାଣ୍ଟିସିଜମ। ସେହିପରି ଆହୁରି ଅନେକ ଆଲୋଚକ ସମାଲୋଚକ ମାନେ ରୋମାଣ୍ଟିସିଜମର ବିଭିନ୍ନ ସଂଜ୍ଞା ମାନ ନିର୍ଦ୍ଧାରଣ କରିଛନ୍ତି, ଯୋଉଟା କି ଆମେ ପୂର୍ବରୁ ଯାହା ପଢିଗଲେ ଏତିକି ସଂଜ୍ଞା ହେଉଛି କାଫି, ଆଉ ଦରକାର ନାହିଁ ସଂଜ୍ଞା ଏଠି। କହିଲେ ରୋମାଣ୍ଟିକ ଚେତନାର ଆଧାରକୁ ଯଦି ଆମେ ଲକ୍ଷ୍ୟ କରିବା, ତାହେଲେ କାଳବକ୍ଷର ସାହିତ୍ୟିକ ଧାରାରେ ଅଦ୍ଭୁତପୂର୍ବକ ପରିବର୍ତ୍ତନର ଫଳଶ୍ରୁତି ଭାବେ ଏକଦା ମଧ୍ୟ ପ୍ରକାଶ ଲାଭ କରିଥିଲା ରୋମାଣ୍ଟିକ ଚେତନା ବା ସ୍ୱୈରବାଦ। କହୁଛନ୍ତି ଯଦି ଆମେ ରୋମାଣ୍ଟିସିଜମକୁ ଲକ୍ଷ୍ୟ କରିବା, ରୋମାଣ୍ଟିସିଜମକୁ ଆମେ ପଢିବା ବା ରୋମାଣ୍ଟିସିଜମ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବା, ତାହେଲେ କାଳବକ୍ଷର ଧାରାରେ ରୋମାଣ୍ଟିସିଜମ ଆଜି ସୃଷ୍ଟି ହେଇଛି। କରାଳ ଚକ୍ରରେ ପେଶି ହେଉଥିବା ସମୟରେ ରୋମାଣ୍ଟିସିଜମ ଆସିଛି। ଆନ୍ଦୋଳନ ଭିତରୁ କମର ବାନ୍ଧିକି ସେ ମୁହଁ ଟେକିଛି ଯେ ମୋ ରୋମାଣ୍ଟିସିଜମ, ମତେ ଟିକେ ଚାହ, ମୋ ଆଡେ ଟିକେ ଆଖି ପକାଅ। ସେ ଚେତନାରେ ଉଡାଇବାର ପ୍ରବୃତ୍ତି ପ୍ରବଣତାର ମାତ୍ରା ଏତେ ଅଧିକ ଥିଲା ଯେ ତାହା ସାହିତ୍ୟକୁ ବେଶ ମାଦକ ପ୍ରବଣ, ସନ୍ଦିଗ୍ଧ ଓ ମୂଲ୍ୟାୟନ କରିପାରିଥିଲା। ଚିନ୍ତା କର, ଉଡିବାର ଚେତନା ବି ତା ପାଖରେ ଥିଲା, ଉଡାଇବାର ଚେତନା ବି ତା ପାଖରେ ଥିଲା। ତାହେଲେ ରୋମାଣ୍ଟିସିଜମ କଣ କରିଛି ନା ଆନ୍ଦୋଳନ ଭିତରୁ ମୁଖମଣ୍ଡଳକୁ ଟେକିଛି, ମୁଖଟାକୁ ଊର୍ଦ୍ଧ୍ୱଗାମୀ କରେଇଛି, ଅର୍ଦ୍ଧଗାମୀ କରେଇନି, ଊର୍ଦ୍ଧ୍ୱଗାମୀ କରେଇକି ସେ ଆଜି ବାହାରିଛି। ଆଉ ସାହିତ୍ୟ ଜଗତରେ ସେ ସ୍ଥାନ ପାଇଛି କିଏ ନା ରୋମାଣ୍ଟିସିଜମ। ପୁଣି କହୁଛନ୍ତି ଏହି ଚେତନା ଜନମାନସରେ ପ୍ରଭାବ ବିସ୍ତାର କରିବାକୁ କିଛି ବେଶୀ ସମୟ ନେଇ ନଥିଲା। ଫୁଲର
ଜ୍ୟୋତ୍ସ୍ନା, କୋଇଲିର କୁହୁତାନ, ଫଗୁଣର ମଳୟ, ଚନ୍ଦ୍ର ଚର୍ଚ୍ଚିତ ରଜନୀ, ଜୁଆରିଆ ସମୁଦ୍ର, ନବପୁଷ୍ପର ଷୋଡ଼ଶୀର ଶୃଙ୍ଗାର, ଲାବଣ୍ୟ, ମୋଟାମୋଟି ଭାବେ ଏସବୁ ଥିଲା ରୋମାଣ୍ଟିକ ସିନ୍। ଚିନ୍ତା କର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ ଲାବଣ୍ୟବତୀ କାବ୍ୟ, କୋଇଲିର କୁହୁତାନ ବି ଅଛି, ଲାବଣ୍ୟବତୀର ମଧୁର ମୂର୍ଚ୍ଛନା ବି ସେଠି ଅଛି। ଆସିଲା ଏଇ ଜାଗାରେ ପଳେଇ ଆସିଲା କଣ ନା ରୋମାଣ୍ଟିସିଜମ। ମାୟାଧର ମାନସିଂହ କେତେ ସୁନ୍ଦର ସୁନ୍ଦର କାବ୍ୟ କବିତାର ସୌଧକୁ ନିର୍ମାଣ କରିଛନ୍ତି, ସେଠି ବି ଆସିଛି ରୋମାଣ୍ଟିସିଜମ। ତ ତେଣୁକରି ଏଇ ସବୁ ଜିନିଷକୁ ନେଇକି ରୋମାଣ୍ଟିସିଜମର ଆରମ୍ଭ ହେଇଛି। ପୁଣି କହିଲେ ଚେତନାର ଆଧାର ବା ପୃଷ୍ଠପଟ ରୋମାଣ୍ଟିକ ଚେତନା ସାମାଜିକତାରୁ ବ୍ୟକ୍ତିବାଦକୁ ଅଧିକ ଗୁରୁତ୍ୱ ଦେଉଥିଲା। ବୋଲେ ସମାଜ ଠାରୁ ବ୍ୟକ୍ତିକୁ ସେ ଅଧିକ ଗୁରୁତ୍ୱ ଦେଉଥିଲା ରୋମାଣ୍ଟିସିଜମ। ପ୍ରାଚୀନତା ପ୍ରତି ବିମୁଖ ଏବଂ ନୂତନତା ପ୍ରତି ଆଗଭର ହୋଇଯିବାରେ ରୋମାଣ୍ଟିସିଜମ ଥିଲା ଏକ ବାର୍ତ୍ତାବହ ପ୍ରଚାର। ସେପରି ସ୍ୱାଧୀନ ବ୍ୟକ୍ତି ଚିନ୍ତାର ପରିସ୍ଫୁରଣ ମଧ୍ୟ ରୋମାଣ୍ଟିକ ଚେତନାର ଉଦ୍ଭୂତ। ରୋମାଣ୍ଟିକ ଚେତନାର ଉଦ୍ଭୂତନର ଅନ୍ତରାଳରେ ବିଶ୍ୱବିଖ୍ୟାତ ଦାର୍ଶନିକ ରୋସୋଙ୍କ ମତବାଦରେ ଗଭୀର ପ୍ରଭାବ ଥିବା କଥା ସମାଲୋଚକମାନେ ସ୍ୱୀକାର କରିଛନ୍ତି। ଦାର୍ଶନିକ ରୋସୋଙ୍କର ଚିନ୍ତାଧାରା ସମକାଳୀନ କବିମାନଙ୍କ ଉପରେ ଅସମ୍ଭବ ଭାବେ ପ୍ରଭାବ ବିସ୍ତାର କରିଥିଲା। ରୋସୋ କହିଥିଲେ ରିଟର୍ନ ଟୁ ଦ ନେଚର, ଅର୍ଥାତ୍ କଣ କହିଲେ ସିଏ ନା କହିଲେ ପୁଣି ସେ ତାଙ୍କର ସୋସିଆଲ କଣ୍ଟ୍ରାକ୍ଟ ଥିଓରି ବା ସାମାଜିକ ଯୁକ୍ତିତତ୍ତ୍ୱ ପୁସ୍ତକରେ ସମାଜ ଜୀବନରେ ଉତ୍ତମ ବୁଝାବଣା ଉପରେ ବେଶ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ମେନ୍ ବର୍ନ ଫ୍ରି ବଟ୍ ଏଭ୍ରିହ୍ୱେୟାର ହି ଇଜ୍ ଚେନ୍, ଅର୍ଥାତ୍ ମଣିଷ ଜନ୍ମତଃ ସ୍ୱାଧୀନ ହେଲେ ହେଁ ବାସ୍ତବତଃ ସେ ସର୍ବଦା ବନ୍ଧନ ଯୁକ୍ତ। କହିଲେ ମଣିଷ ଜନ୍ମ ହେଲେ ଠିକ, ମନୁଷ୍ୟ ଜନ୍ମ ନେଇছে ଠିକ, ସେ ସ୍ୱାଧୀନ ତାହା ବି ଠିକ, କିନ୍ତୁ ସେ ସଦା ସର୍ବଦା ଗୋଟେ ଚେନ ରେ ବନ୍ଦନ ଏକ ବନ୍ଦିନୀ ଭାବରେ ସେ ଜୀବନ ଅତିବାହିତ କରେ। ପ୍ରକାରାନ୍ତରେ ରୋସୋଙ୍କର ଦାର୍ଶନିକ ମତବାଦ ଯେ ରୋମାଣ୍ଟିସିଜମ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିଥିଲା ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ। ସେହିପରି ବିଶେଷ ବହୁତ ଭଲ ଭାବରେ ଜାଣିଛ ଆଧୁନିକ ଚେତନାର ଅୟମାରମ୍ଭରେ ସତ୍ୟବାଦୀ ଚେତନାର ଅଭିବୃଦ୍ଧି ଘଟିଛି, ପ୍ରଗତିବାଦୀ ଚେତନାର ଅଭିବୃଦ୍ଧି ଘଟିଛି, ସବୁଜବାଦୀ ଚେତନାର ଅଭିବୃଦ୍ଧି ଘଟିଛି। ତେଣୁକରି ସତ୍ୟବାଦୀ, ସବୁଜବାଦୀ ଆଉ ପ୍ରଗତିବାଦୀ, ସତ୍ୟବାଦୀ ଆଉ ପ୍ରଗତିବାଦୀ ମଝିରେ ରହିଛି ସବୁଜବାଦୀ। ଏଇ ଯୋଉ ସବୁଜବାଦୀ କବିତାର କାବ୍ୟକାର ମାନେ ଯୋଉ ରହିଲେ, କବିବୃନ୍ଦ ମାନେ ରହିଲେ, ଭାରି ପ୍ରେମ ପ୍ରଣୟର କବିବୃନ୍ଦ ଥିଲେ ଏମାନେ, ଯୋଉଠିକି ରୋମାଣ୍ଟିସିଜମର ଅୟମାରମ୍ଭ ଦେଖିବାକୁ ମିଳିଛି। ସେହିପରି ସବୁଜ ଯୁଗର କବିମାନେ କହିଥିଲେ ଜୀବି ପଳାଇ ଦୂରେ ସୁଦୂରେ, ସପନ ଲୋକେ ଗୋପନ ପୁରେ, ଗ୍ରହ ତାରକା ଏଡାଇ, ଯୌବନର ଝରଣା କୂଳେ, ମଳୟ କାହିଁ ନିୟୁତ ବୁଲେ, କୁସୁମ କେତୁ ଉଡାଇ। ବୁଝେଇଦେଲେ ଚିନ୍ତା ଚେତନାକୁ ସେମାନେ ସ୍ଫୁରଣ କରିଛନ୍ତି, ଜାଗ୍ରତ କରାଇଛନ୍ତି ସବୁଜବାଦୀ ଯୁଗର କବିମାନେ। ରୋମାଣ୍ଟିକ କାବ୍ୟକାରଙ୍କ ଚେତନା ଅନେକାଂଶରେ ଅତୀତ ପ୍ରୀତି ପ୍ରତି ମୋହ ରଖିଛି। ସେମାନେ ଜାତୀୟ ଉନ୍ମାଦନା ସୃଷ୍ଟି କରିବାରେ ସମର୍ଥ ହୋଇଥାନ୍ତି। ଯେପରିକି ରାଧାନାଥ ତାଙ୍କର ଶିବାଜୀଙ୍କ ଉତ୍ସାହର ବାଣୀ, ନନ୍ଦିକେଶରୀ ଆଦି କାବ୍ୟରେ ଅତୀତକୁ ସ୍ମରଣ କରିଛନ୍ତି। ଏଥିରେ ସେ କଣ କରିଛନ୍ତି ନା ଏଥିରେ ସେ କହିଛନ୍ତି ଏ ଭାରତ ଭୂମି ଆମ୍ଭର ଜନନୀ ପୁଣ୍ୟଭୂମି ନାହିଁ, ସରି ଏହାର ଅମୂଲ୍ୟ ଦୁର୍ଲଭ ରତନ ରକ୍ଷଣୀ, ସବୁ ଦେଶ ମଧ୍ୟ ଏ ଦେଶ ସାର ବୁଝଉଛନ୍ତି। କେବଳ ଯେ ପ୍ରେମ କହିଲେ ରୋମାଣ୍ଟିକ କହିଲେ ପୁଅଟା ଝିଅକୁ ପ୍ରେମ କରିବ, ସ୍ୱାମୀ ତା ସ୍ତ୍ରୀକୁ ପ୍ରେମ କରିବ ତା ନୁହଁ। ପ୍ରେମ ପ୍ରଣୟ କଲେ ଜାତୀୟତା ମନୋବୋଧ ବି ଆସିବ। ଦେଶ, ମାଟି, ପାଣି, ପବନକୁ ମଧ୍ୟ ଜଣେ ଭଲ ପାଇବ, ପ୍ରକୃତି ରାଣୀକୁ ବି ଜଣେ ଭଲ ପାଇବ। ତେଣୁକରି ପ୍ରେମ ଏମିତି ଗୋଟାଏ ଜିନିଷ ସବୁ ଜାଗାରେ ପ୍ରତୀୟମାନ, ସବୁ ଜାଗାରେ ଆନ୍ଦୋଳନ ସୃଷ୍ଟି କରେ, ସବୁ ଜାଗାରେ ମନକୁ ସେ ଆନ୍ଦୋଳିତ ମଧ୍ୟ କରେ ପ୍ରେମ। ସେହିପରି ଆମେ କବିଙ୍କର ସୌନ୍ଦର୍ଯ୍ୟ ଗାଇ ଦୃଷ୍ଟି ବା ଚେତନା ମଧ୍ୟ ଦେଖିବାକୁ ପାଇବା। କାରଣ ବିଭିନ୍ନ କବିମାନେ ତାଙ୍କ କାବ୍ୟ ମାନଙ୍କର ସୌନ୍ଦର୍ଯ୍ୟତାକୁ ଗୁରୁତ୍ୱ ଦେଉଥିଲେ ଏବଂ ଏହି ସୌନ୍ଦର୍ଯ୍ୟ ଯୋଗୁଁ କାବ୍ୟ ଆହୁରି ସୁନ୍ଦର ହୋଇପାରୁଥିଲା। ରୋମାଣ୍ଟିକ କବିମାନେ ମୁଖ୍ୟତଃ ସୌନ୍ଦର୍ଯ୍ୟ ଲିପ୍ସୁ, ତେଣୁ ତାଙ୍କ ସୃଷ୍ଟି ଜଗତ ଅଦ୍ଭୁତ ପୂର୍ବ ସୌନ୍ଦର୍ଯ୍ୟ ପ୍ରବଣରେ ଆବେଶିତ ଥିଲା। କବିମାନେ କବିତା ରଚନା କରିବେ, କବିମାନେ ମନର ଆବେଗକୁ ପରିପ୍ରକାଶ କରିବେ, ସୁନ୍ଦରତା ରହିବନି ତ କାବ୍ୟ କେମିତି ଆମକୁ ଭଲ ଲାଗିବ। ସେମିତି ଉପେନ୍ଦ୍ର ଭଞ୍ଜ ସେମିତି କହିଥିଲେ କଣ ନା ମୁଁ ସୁନ୍ଦର କରିବି, କେମିତି ନା ରସ ରୀତି ଅଳଙ୍କାରକୁ ଦେଇକି ମୁଁ ଗୋଟେ ମୂର୍ତ୍ତି ତିଆରି କରିଦେବି। ସେଇଭଳି ରୋମାଣ୍ଟିସିଜମ ମଧ୍ୟ ସୁନ୍ଦରତାକୁ ନେଇକି ଗଢି ଉଠିଛି। ମାନବିକତା ବୋଧର ପ୍ରତିଷ୍ଠା ରୋମାଣ୍ଟିସିଜମର ଏକ ମୁଖ୍ୟ ବୈଶିଷ୍ଟ୍ୟ। ଓଡିଆ ସାହିତ୍ୟରେ ରୋମାଣ୍ଟିକ କାବ୍ୟ ଦର୍ଶନରେ ମାନବୀୟତା ବୋଧର ପ୍ରତିଷ୍ଠାକୁ ବଳବତ୍ତର କରିବାରେ ଗୋପବନ୍ଧୁଙ୍କର ଲେଖନୀର ମର୍ଯ୍ୟାଦା ଅନସ୍ୱୀକାର୍ଯ୍ୟ। ତାଙ୍କର ଅବକାଶ ଚିନ୍ତାରେ ସେ ଲେଖିଛନ୍ତି ମହତ ଜନର ହୃଦୟ ହିଁ ମଧ୍ୟେ ଆବାସେ ସତତ ଶତ ପ୍ରତିକୃତି, ପ୍ରେମ ଭାବେ ଯାର ଅନ୍ତର ପୂରିତ, ସର୍ବପ୍ରାଣୀ ହୃଦ ତା ହୃଦୟ ଅଙ୍କିତ। ବୁଝଉଛନ୍ତି ଯଦି ମନ ଭିତରେ ପ୍ରେମର ଆଭାସ ଅଛି, ମନ ଭିତରେ ସୁନ୍ଦରତାର ଆଭାସ ଅଛି, ତାହେଲେ ସମସ୍ତଙ୍କ ପ୍ରାଣୀଙ୍କର ହୃଦୟ ଏକ ସୌନ୍ଦର୍ଯ୍ୟମୟ ଦେଇକି ସୃଷ୍ଟି ହବ, ଏକ ସୌନ୍ଦର୍ଯ୍ୟ ପାରିଧି ମଧ୍ୟରେ ସେ କଣ ହବ, ଉଦ୍ବେଳିତ ହବ।
रोमांटिसिज्म रो सूक्ष्म वैशिष्ट्य होची प्रेम चेतना बुझेई देले रोमांटिसिज्म रो जदी गोटे सूक्ष्म वैशिष्ट्य को आमे नबा से होची प्रेम चेतना रोमांटिक कविता कथा कहवा संगे संगे मनर जो भाव भावनार उद्रेक हुए ताहा केवल प्रेम चेतनार प्रलुब्ध आकर्षण हेतु ही संभवपर होता है निहाती चिंता कर मु कहलिनी कॉलेज जाउछ पाठ पढुछ गोटे झियो को देखिलो आवेग सृष्टि हो ता प्रति तमे निजे निजे टाणी हे जो से तुमको न टाणो किंतु तमे ताको देखिला मात्र के टाणी हे जिवो एबे भी अनेक रोमांटिक कविता अर्थ प्रेम कविता को ही बुझी थाए किंतु प्रेम चेतना रोमांटिक चेतनार एक विभाव मात्र राधानाथ प्रेम काव्य देह और दाह प्राधान्य विस्तार कला बेले मधुसूदन प्रेम कवितार इंद्रियत्वर प्रेम वासना प्रकटित होता है चिंता कर केते सुंदर कथा पदे कहले कहले राधानाथ प्रेम कवितार प्रेम काव्य देह और दाह देह शरीर को बुझाऊँ दाह कहले मरी जाइछंती जाली देइछंती एई दुटा जिनस को बुझाउथिबा बेले मधुसूदन दासंकर प्रेम कवितार इंद्रियत्व को बुझाए प्रकृत रे ईश्वर किए केमिति प्रार्थना कले ईश्वर मिलिबे केउ शक्ति द्वारा उपासना करिबा आमे तांको केउ प्रकार प्रेम भक्ति ढालिबा एक कथा बुझेइले कहले प्रेम वासन होता निज आवेगानुभूतिर प्रकाश निमित्त कवि अन्य कौनसी चरित्र को मध्य माध्यम बा साधना रूपे ग्रहण करने को इच्छा कला नहीं एवं लौकिक प्रेम विहोरता मध्य दे ताहा गति कला एसबू होउची रोमांटिसिज्म मुख्य आधार शेष एतिकी हेबो जे वास्तववाद अभ्युदय हेतु रोमांटिसिज्म रो भावधारा क्रमे क्रमे शिथिल होई पड़िथिला एवं जुगे जुगे रोमांटिक प्रवणत्व सौंदर्य शांति मैत्रीर बाहक होई रहिथिबो और सही दृष्टि मनुष्यर सभ्यता और साहित्य रे अल्प बहुते रोमांटिसिज्म रो प्रभाव प्रतिफलित हेउथबो एथिरे कोनोसी संदेहर अवकाश नहीं हजार दिन चली गले हजार राति चली गले भी हजार वर्ष बीती गले भी रोमांटिसिज्म बुड़ी जीवनी रोमांटिसिज्म भासी जीवनी रोमांटिसिज्म ता स्थान को सी अलंकृत करी रखिबो ता सौंदर्य को सी आहुरी जाजुल्यमान करिवो ये होची रोमांटिसिज्म बुझी पारेला ना बुझी पारेला को एवढं बुझेला